ବର୍ଷା ଦିନେ ଘରକୁ ନିଅନ୍ତୁ ନାହିଁ ଏସବୁ ପରିବା। ଭିତରେ ଅଛି ରୋଗ ସୃଷ୍ଟିକାରୀ। ବର୍ଷା ଋତୁ ତା ସହ ସବୁଜ ପନିପରିବା ଶୀତଳତା, ସତେଜତା ଏବଂ ସୌନ୍ଦର୍ଯ୍ୟକୁ ନେଇ ଆସିଥାଏ, କିନ୍ତୁ ଏହା ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଆଣିଥାଏ। ବିଶେଷ କରି ଖାଦ୍ୟ କଥା ଆସିଲେ ଏହି ଋତୁରେ ଟିକିଏ ଅସାବଧାନତା ମଧ୍ୟ ପେଟ ସମ୍ବନ୍ଧୀୟ ଏକ ବଡ଼ ରୋଗରେ ପରିଣତ ହୋଇପାରେ। ପ୍ରକୃତରେ ବଜାରରେ ମିଳୁଥିବା ସବୁଜ ପନିପରିବା ଦେଖାଯାଏ ଭଲ, ତାଜା ଏବଂ ସ୍ୱାଦିଷ୍ଟ, କିନ୍ତୁ ଅନେକ ସମୟରେ ଏଥିରେ କୀଟପତଙ୍ଗ ଏବଂ ବ୍ୟାକ୍ଟେରିଆ ରହିଥାଏ, ଯାହା ଦେଖାଯାଏ ନାହିଁ। ଏହି ପୋକ ବର୍ଷା ଋତୁରେ ଦ୍ରୁତ ଗତିରେ ବଢ଼ିଥାଏ ଏବଂ ପନିପରିବା ଭିତରେ ନିଜ ଘର କରିଥାଏ। ଯଦି ଆପଣ ସେଗୁଡ଼ିକୁ ଦେଖି ଏବଂ ସଫା ନକରି ଘରେ ରାନ୍ଧନ୍ତି, ତେବେ ଏହା ଗମ୍ଭୀର ସଂକ୍ରମଣ, ଖାଦ୍ୟ ବିଷାକ୍ତକରଣ ଏବଂ ପେଟ ରୋଗର କାରଣ ହୋଇପାରେ। ଆସନ୍ତୁ ଜାଣିବା ଶୀତ ଋତୁରେ କେଉଁ ପନିପରିବା କିଣିବା ଉଚିତ ନୁହେଁ। ଫୁଲକୋବି। ବର୍ଷା ସମୟରେ ଫୁଲକୋବି ଭିତରେ ଛୋଟ ପୋକ, ଅଣ୍ଡା ଏବଂ କବକ ଜମା ହୋଇଯାଏ। ଯଦି ଆପଣଙ୍କୁ ଫୁଲକୋବି କିଣିବାକୁ ପଡ଼େ, ତେବେ ଏହାକୁ କିଛି ସମୟ ପାଇଁ କାଚ ଖଣ୍ଡ ଥିବା ଉଷୁମ ପାଣିରେ ବୁଡ଼ାଇ ଭଲ ଭାବରେ ଧୋଇ ଦିଅନ୍ତୁ। ବନ୍ଧାକୋବି। ପ୍ରାୟତଃ ବନ୍ଧାକୋବିର ସ୍ତର ମଧ୍ୟରେ କୀଟପତଙ୍ଗ, କବକ ଏବଂ ମଇଳା ଜମା ହୋଇଯାଏ। ଏହି ପନିପରିବା ବର୍ଷା ଋତୁରେ ସଂକ୍ରମଣ ବିସ୍ତାର କରିପାରେ। ଯଦି ଆପଣ ଏହାକୁ କିଣିବେ, ତେବେ ଏହାର ବାହାର ସ୍ତରକୁ ସମ୍ପୂର୍ଣ୍ଣ ଭାବରେ କାଢ଼ି ନିଅନ୍ତୁ ଏବଂ ଏହାକୁ ଭଲ ଭାବରେ ସଫା କରନ୍ତୁ। ଲେଡି ଫିଙ୍ଗର ବା ଭେଣ୍ଡି। ବର୍ଷା ସମୟରେ ଏହା ଭିତରେ କୀଟପତଙ୍ଗ ପଶିବାକୁ ଆରମ୍ଭ କରନ୍ତି। ଅନେକ ସମୟରେ ଏହା ଭିତରେ କୀଟପତଙ୍ଗର ଏକ ବସା ମଧ୍ୟ ଥାଏ, ଯାହାକୁ ଭଲ ଭାବରେ ନ ଦେଖିଲେ ରନ୍ଧା ନ ହେବା ପର୍ଯ୍ୟନ୍ତ ଦେଖାଯାଏ ନାହିଁ। ପାଳଙ୍ଗ ପରି ପତ୍ରଯୁକ୍ତ ପନିପରିବା। ବର୍ଷା ଋତୁରେ ମାଟି ଏବଂ ବ୍ୟାକ୍ଟେରିଆ ଏହି ପତ୍ରଯୁକ୍ତ ପନିପରିବା ସହିତ ଲାଗି ରହିଥାଏ। ଆର୍ଦ୍ରତା ଯୋଗୁଁ ଏହି ପନିପରିବା ଶୀଘ୍ର ପଚିବା ଆରମ୍ଭ କରେ ଏବଂ ଏଥିରେ କୀଟପତଙ୍ଗ ମଧ୍ୟ ଜନ୍ମ ନେଇପାରେ। ହଁ ଆଜ୍ଞା, ବର୍ଷା ଦିନେ ଏହିସବୁ ପନିପରିବାକୁ ଟିକେ ଦେଖିକି ବ୍ୟବହାର କରନ୍ତୁ। ଫୁଲକୋବି, ବନ୍ଧାକୋବି, ଭେଣ୍ଡି, ପାଳଙ୍ଗ ପରି ପତ୍ରଯୁକ୍ତ ପନିପରିବା। ଫୁଲକୋବି ଭିତରେ କିଛି କିଛି ପୋକ ବର୍ଷା ଦିନେ ବହୁତ ବାସ କରିଥାନ୍ତି। ବନ୍ଧାକୋବି ଭିତରେ ବି ସେହି ପୋକ ବାସ କରିଥାନ୍ତି। ଟିକେ ଦେଖିକି ଆପଣ ବର୍ଷା ଦିନେ କାଟିବେ।